କଳାହାଣ୍ଡି ରାୟଗଡ଼ାରେ ଅବସ୍ଥିତ ନିୟମଗିରି ପାହାଡ଼ରେ ବାସ କରନ୍ତି ଡଙ୍ଗରିଆ କନ୍ଧ। ଡଙ୍ଗରିଆ କନ୍ଧ କହିଲେ ନିୟମଗିରି, ନିୟମଗିରି କହିଲେ ଡଙ୍ଗରିଆ କନ୍ଧ। ସେମାନଙ୍କ ଚାଲି ଚଳଣି ଦେଖୁଥିବେ, ଆପଣ ଜାଣିପାରୁଥିବେ ସେମାନେ କେତେ ସଜେଇ ହୁଅନ୍ତି ନିଜକୁ ଆଉ କେତେ ସୁନ୍ଦର ଦେଖାଯାଆନ୍ତି। ତାଙ୍କ ପରମ୍ପରାକୁ କେବେ ଛାଡ଼ି ନାହାନ୍ତି ଆଜି ପର୍ଯ୍ୟନ୍ତ ଡଙ୍ଗରିଆ କନ୍ଧ। ନିୟମଗିରି ପାହାଡ଼ ତାଙ୍କ ପାଇଁ ହେଉଛି ଭଗବାନ, ତାକୁ ସେ କେବେ ଛାଡ଼ିପାରିବେ ନାହିଁ। ଦେଖୁଥିବେ ମୁଣ୍ଡରେ ଗୋଟେ କାତି ୟୁଜ୍ କରୁଛନ୍ତି ସେମାନେ, ନଖ କଟିବାଠୁ ଆରମ୍ଭ କରି ଇଏ ହେଉଛି ତାଙ୍କର ସବୁ ମହିଳାମାନେ ତାକୁ ୟୁଜ୍ କରନ୍ତି ନିଜର ଜିନିଷ କଟାକଟି କରିବା ସହିତ ନିଜର ସେଫ୍ଟି ପାଇଁ। ଆଉ ତାକୁ ମୁଣ୍ଡର ଚୁଟିରେ ଯେଉଁ ଭିତରେ ତାକୁ ଖୁସିକି ରଖନ୍ତି। ଇଏ ତାଙ୍କ ପରମ୍ପରା ଆଜି ପର୍ଯ୍ୟନ୍ତ ଭୁଲି ନାହାନ୍ତି ଡଙ୍ଗରିଆ କନ୍ଧ। ଇଏ ଆମର ପୂର୍ବ ପୁରୁଷ। ଦେଖୁଥିବେ ଧଳା ରଙ୍ଗ ଡ୍ରେସ୍, ଶାଲ୍ ଆଉ ଏମ୍ବ୍ରଏଡ୍ରି ହୋଇଥିବା ଶାଢ଼ୀରୁ ଜାଣିପାରିବେ ଇଏ ହେଉଛି ଡଙ୍ଗରିଆ କନ୍ଧ। ତାଙ୍କ ବେଶ ପୋଷାକ, ଚୁଟିର ଷ୍ଟାଇଲରୁ ଜଣାପଡ଼ିଯାଏ ଏମାନେ ହେଉଛନ୍ତି ଡଙ୍ଗରିଆ କନ୍ଧ। ଡଙ୍ଗରିଆ କନ୍ଧ ନିୟମଗିରିର ସୁଦୂର ପାହାଡ଼ର ଶୀର୍ଷ ଭାଗରେ ଏମାନେ ଅବସ୍ଥିତ। ଏମାନେ ନିଜର ପରମ୍ପରାକୁ କେବେ ଭୁଲି ନାହାନ୍ତି। ତାଙ୍କ ପରମ୍ପରା ହିଁ ତାଙ୍କର ପରିଚୟ। ଦେଖୁଥିବେ ନିୟମଗିରି ହିଲ୍, ସ୍ୱର୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। এই ସ୍ୱର୍ଗରେ ବାସ କରନ୍ତି ଡଙ୍ଗରିଆ କନ୍ଧ। ଆମେ ଓଡ଼ିଆ ଲୋକ ତେଲୁଗୁ ବିଚାର ଲାଉ ଚୋର ଝର ଭୁବନେଶ୍ୱର। ଆପଣ ଦେଖୁଛନ୍ତି ଇଏ ହେଉଛି ନିୟମଗିରି ପର୍ବତ। ନିୟମ ରାଜାଙ୍କର ଏଠି ନିୟମ ଚାଲେ। ନିୟମ ରାଜା ହେଉଛନ୍ତି ଏଇ ଡଙ୍ଗରିଆ କନ୍ଧମାନଙ୍କର ରାଜା ଓ ଭଗବାନ। ତାଙ୍କରି ନାଁ ଅନୁସାରେ ଏ ପର୍ବତ ନାଁ ନିୟମଗିରି। ଦେଖୁଥିବେ ସୁନ୍ଦର ଦୃଶ୍ୟ ନିୟମଗିରିର। ଡଙ୍ଗରିଆ କନ୍ଧମାନେ ଚାଷବାସରେ ଭାରି ନିପୁଣ। ସେମାନେ ସପୁରୀ, ଅଦା, କଦଳୀ ଚାଷ କରି ନିଜର ପରିବାର ଭରଣ ପୋଷଣ କରନ୍ତି। ଏହାକୁ ନେଇକି ଏଇ ଜିନିଷ ନେଇକି ସବୁ ବଜାରରେ ବିକି ଯାହା ପଇସା ଇନକମ୍ କରନ୍ତି, ସେଥିରେ ତାଙ୍କର ଜୀବନ ନିର୍ବାହ କରନ୍ତି। ଭାରି ଧୁରନ୍ଧର ସେମାନେ ଆପଣଙ୍କର ପାହାଡ଼ରେ ଡଙ୍ଗରେ ଚାଷ କରିବାରେ। ଇଏ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ନିୟମଗିରି। କେତେ ସୁନ୍ଦର ଦେଖନ୍ତୁ। ଧୀରେ ଧୀରେ ଏହାର ଲୋପ ପାଇ ବସିଲାଣି। ଆଧୁନିକ ଆଙ୍କ ସମାଜକୁ ନଷ୍ଟ କରିସାରିଲାଣି। ଏଇ ହେଉଛି ତାଙ୍କ ପୂଜା ହୁଏ, ଧରଣୀ ପୂଜା। ସେଇଥିରେ ମାଆ ମାନେ ଗୀତ ଗାଆନ୍ତି। ଆପଣଙ୍କର ତାଙ୍କ ପାରମ୍ପରିକ ନାଚ ଗୀତରେ ମଜୁଦ ହୋଇ ନିୟମ ରାଜାଙ୍କୁ ସେମାନେ ସମ୍ମାନ ଜଣାନ୍ତି। ନିୟମଗିରିର ମହିଳାମାନେ ସଜେଇ ହେବା ପାଇଁ ବହୁତ ପସନ୍ଦ କରନ୍ତି। ଦେଖୁଥିବେ ତାଙ୍କର ଷ୍ଟାଇଲ ପୁରା ନିଆରା। ସେ ଷ୍ଟାଇଲରୁ ଜଣାପଡ଼ନ୍ତି ଏମାନେ ହେଉଛନ୍ତି ଡଙ୍ଗରିଆ କନ୍ଧ। ତାଙ୍କ ଚୁଟି ଖୋସା ଆଉ ଧଳା ରଙ୍ଗର ଶାଢ଼ୀ ଓ ଏମ୍ବ୍ରଏଡ୍ରି ହୋଇଥିବା ଶାଲ୍ ସେମାନେ ନିଜେ ହାତରେ ବୁଣି ସେମାନଙ୍କୁ ସେମାନେ ୟୁଜ୍ କରନ୍ତି। ଆପଣ ଦେଖିଲେ ହିଁ ଜାଣିପାରିବେ ସେମାନେ ଡଙ୍ଗରିଆ କନ୍ଧ। ତାଙ୍କର ସେ ସବୁଠାରୁ ନିଆରା ଆଉ ତାଙ୍କର ଷ୍ଟାଇଲ ପୁରା ୟୁନିକ୍। ଦେଖୁଥିବେ ଇଏ ହେଉଛି ଡଙ୍ଗରିଆ କନ୍ଧ।